ଆଜି ପବିତ୍ର ଇନ୍ଦିରା ଏକାଦଶୀ ତ ଆମେ ଶ୍ରବଣ କରିବା ଇନ୍ଦିରା ଏକାଦଶୀର ମହିମା। ତ ଶ୍ରୀ ଯୁଧିଷ୍ଠିର ମହାରାଜ ଭଗବାନ ଶ୍ରୀକୃଷ୍ଣଙ୍କୁ କହୁଛନ୍ତି, ମଧୁସୂଦନ, ଆଶ୍ୱିନ ମାସର କୃଷ୍ଣ ପକ୍ଷ ଏକାଦଶୀର ନାମ କଣ? ଆଉ ତାହା କୃପା କରିକି ଆପଣ ମୋ ନିକଟରେ ବର୍ଣ୍ଣନା କରନ୍ତୁ। ତ ଭଗବାନ ମ୍ୟୁଟ କରିଦିଅ। ତ ଭଗବାନ କୃଷ୍ଣ କହୁଛନ୍ତି, ହେ ରାଜା, ଆଶ୍ୱିନ ମାସର ଏ ଏକାଦଶୀ ଇନ୍ଦିରା ନାମରେ ପ୍ରସିଦ୍ଧ। ଏହି ବ୍ରତ ପ୍ରଭାବରେ ମହାପାପ ବିନଷ୍ଟ ହୁଏ। ଏପରିକି ଜଘନ୍ୟ ଆଚରଣ ହେତୁ ନିମ୍ନ ଯୋନି ପ୍ରାପ୍ତ ପୂର୍ବ ପୁରୁଷଗଣଙ୍କର ମଧ୍ୟ ଉତ୍ତମ ଗତି ହୋଇଥାଏ। ତମେ ଯୋଉ ପିତୃପକ୍ଷ ଚାଲିଛି, ତ ପିତୃପକ୍ଷ ହିସାବରେ ମଧ୍ୟ ଆମେ ଏଇ ବ୍ରତ ପାଳନ କରିପାରିବା। ତା ଉଦ୍ଦେଶ୍ୟରେ ଯାହାର ମାହାତ୍ମ୍ୟ ଶ୍ରବଣ ମାତ୍ରେ ହିଁ ସାମ ବେଦରେ ବିହିତ ଯଜ୍ଞ ଫଳ ପ୍ରାପ୍ତ ହୁଏ। ଯୋଉ ବେଦ ଅଛି, ସାମ ବେଦର ଯୋଉ ବିଭିନ୍ନ ଯଜ୍ଞ ବିଷୟରେ ବର୍ଣ୍ଣନା କରାଯାଇଛି, ତାହାର ଫଳ ପ୍ରାପ୍ତ ହବାକୁ ଶ୍ରବଣ କଲେ। ତ ହେ ରାଜା, ମହିଷ୍ମତି ଦେଶରେ ଇନ୍ଦ୍ରସେନ ନାମକ ଜଣେ ପ୍ରସିଦ୍ଧ ରାଜପୁତ୍ର ଥିଲେ। ମହିଷ୍ମତି ରାଜ୍ୟରେ ଇନ୍ଦ୍ରସେନ ରାଜା ନାମକ ପ୍ରସିଦ୍ଧ ରାଜପୁତ୍ର ଥିଲେ, ପ୍ରିନ୍ସ। ଖ୍ୟାତି ସମ୍ପନ୍ନ ସେ ରାଜା ଯଥାବିଧି ଧର୍ମ ଅନୁସାରେ ରାଜ୍ୟ ପାଳନ କରୁଥିଲେ। ସେ ଧନ ଧାନ୍ୟରେ ସମନ୍ୱିତ ବିପୁଳ ଶକ୍ତିଶାଳୀ ଥିଲେ, ଆଉ ପୌତ୍ର ଆଦିଙ୍କ ସହିତ ସୁଖରେ କାଳାତିପାତ କରୁଥିଲେ। ସେ ବିଷ୍ଣୁ ଭକ୍ତି ପରାୟଣ ଥିଲେ, ତ ଭଗବାନ ବିଷ୍ଣୁଙ୍କର ସେ ଭକ୍ତ ଥିଲେ। ମୁକ୍ତିଦାତା ଶ୍ରୀ ଶ୍ରୀ ଗୋବିନ୍ଦଙ୍କର ନାମ ଗାନରେ ସବୁ ସମୟ ରତ ଥିଲେ, ହରିନାମ କରୁଥିଲେ। ତ ଦିନେ ରାଜା ଦୁଗ୍ଧ ଫେନ ନିବ ଶଯ୍ୟାରେ ଶୟନ କରିଛନ୍ତି। ଏ ସମୟରେ ଦେବର୍ଷି ନାରଦ ସ୍ୱର୍ଗରୁ ଅବତରଣ କରିକି ତାଙ୍କ ନିକଟରେ ଉପସ୍ଥିତ ହେଲେ। ତ ନାରଦ ମୁନିଙ୍କ ସାଙ୍ଗରେ ତାଙ୍କର ସାକ୍ଷାତ ହଉଛି। ତାଙ୍କୁ ଦେଖି ରାଜା ଶଯ୍ୟାରୁ ଉଠି ପଡିଲେ, ଆଉ ଯଥା ବିହିତ ପାଦ୍ୟ ଅର୍ଘ୍ୟ ଦ୍ଵାରା ପୂଜା କରି ତାଙ୍କୁ ଉତ୍ତମ ଆସନରେ ଉପବେଶନ କରାଇଲେ। ତ ନାରଦ ମୁନିଙ୍କର ଆଦିତ୍ୟ ସତ୍କାର କଲେ। ତ ତତ୍ପରେ କୃତାଞ୍ଜଳି ପୁଟରେ କହିବାକୁ ଲାଗିଲେ, ହେ ମୁନିବର, ଆପଣଙ୍କର ଅନୁଗ୍ରହରୁ ମୋର ସବୁ କିଛି ଶୁଭ ଅଛି। ଆପଣଙ୍କର ଦର୍ଶନ ମାତ୍ରେ ମୋର ଯାବତୀୟ ଯଜ୍ଞ ଫଳ ଲାଭ ହୋଇଛି। ତ ହେ ବ୍ରହ୍ମନ୍, ମତେ କୃପା କରନ୍ତୁ। ଦେବର୍ଷି କହିଲେ, ହେ ନୃପଶ୍ରେଷ୍ଠ, ମୋର ବିସ୍ମୟପ୍ରଦ ବାକ୍ୟ ସ୍ମରଣ କର। ତ ନାରଦ ମୁନି କହୁଛନ୍ତି, ମୁଁ କିଛି ଗୋଟେ ଆଶ୍ଚର୍ଯ୍ୟଜନକ ଜିନିଷ କହୁଛି, ତେଣୁ ତୁମେ ତାକୁ ଶ୍ରବଣ କର। ମୁଁ ଦିନେ ଯମ ସଦନରେ ଉପସ୍ଥିତ ଥିଲି, ଅର୍ଥାତ୍ ଯମ ଲୋକରେ ନାରଦ ମୁନି କଣ କରିଥିଲେ ନା ଉପସ୍ଥିତ ଥିଲେ। ତ ଧର୍ମରାଜ ମତେ ଦର୍ଶନ କରୁ କରୁ ଉତ୍ତମ ଆସନରେ ଉପବେଶନ କରାଇ ଭକ୍ତି ଭାବରେ ପାଦ୍ୟ ଅର୍ଘ୍ୟ ଆଦି ପୂଜା କଲେ। ଅର୍ଥାତ୍ ଯମରାଜାଙ୍କ ଭଗବାନଙ୍କର ଭକ୍ତ ଯମରାଜଙ୍କ କୂଳରେ ଯାଇକି ସେଠି ସେ କଣ ତାଙ୍କର ସେବା ମଧ୍ୟ ଗ୍ରହଣ କଲେ। ଆମକୁ ଯମରାଜାଙ୍କ ପାଖକୁ ଯିବାକୁ ଡର ଲାଗିବ, କିନ୍ତୁ ସେଠି ନାରଦ ମୁନି ଯାଇକି ସେଠୁ ଗଲେ ତାଙ୍କର ବହୁତ ସୁନ୍ଦର ଭାବରେ ନାରଦ ମୁନିଙ୍କର ତାଙ୍କର ପାଦ୍ୟ ଅର୍ଘରେ ପାଦ ପୂଜା ଇତ୍ୟାଦି କରାଇଲେ। ସେଠାରେ ଯମରାଜଙ୍କର ସଭାରେ ଧର୍ମଶୀଳ ଧର୍ମ ପ୍ରବର୍ତ୍ତକ ସତ୍ୟବନ୍ତ ଗଣ ବ୍ରତ ବୈକଳ୍ପ ଦୋଷ ହେତୁ ବୈଶ୍ୱାନରଙ୍କର ଉପବାସ କରୁଛନ୍ତି। ଓକେ, ତ ସେମାନଙ୍କ ମଧ୍ୟରେ ତୁମ ପିତା ମଧ୍ୟ ଥିଲେ। ପ୍ରାୟ ଏଇ ଏକ୍ଜାମ୍ପଲ ଟା ମୁଁ ବହୁତ ଟାଇମରେ କୁହେ କି ଆମେ ଅନ୍ୟକୁ ପ୍ରାର୍ଥନା କରିପାରିବା। ତ ଏଇଟା ସେଇ ଏକାଦଶୀ ଯୋଉ ଏକାଦଶୀରେ ମାନେ ପୁତ୍ର ତାଙ୍କର ପିତାଙ୍କୁ କେମିତି ଉଦ୍ଧାର କରୁଛି, କେବଳ ଗୋଟେ ଏକାଦଶୀ କରିକି। ତ ସେଇଠି ବୈଶ୍ୱାନରଙ୍କୁ ଉପାସନା କରୁଥିଲେ ସମସ୍ତେ, କାହିଁକି ନା ତାଙ୍କ ଭିତରେ କିଛି ଦୋଷ ଥିଲା, ଆଉ ସେ ଦୋଷୀ ଭିତରେ କିଏ ଥିଲେ, ଏଇ ରାଜାଙ୍କର ପିତା ଥିଲେ। ତ ହେ ଜନେଶ୍ଵର, ତୁମର ପିତୃ ବାକ୍ୟ ଗୁଡିକ ମନୋଯୋଗ ସହକାରେ ଶ୍ରବଣ କର। ତାଙ୍କ ବାପା ତାଙ୍କୁ କଣ କହିଥିଲେ ନାରଦ ମୁନିଙ୍କ ହାତରେ, ତ ହେ ମତେ କହିଲେ, ହେ ବ୍ରହ୍ମନ୍, ମହିଷ୍ମତି ଦେଶର ବିଖ୍ୟାତ ରାଜା ଇନ୍ଦ୍ରସେନଙ୍କୁ କହିବ ଯେ ମୁଁ ବହୁତ ପୁଣ୍ୟାନୁଷ୍ଠାନ କରି ମଧ୍ୟ କୌଣସି କାରଣବଶତଃ ଜମାଳୟକୁ ଆସିବାକୁ ବାଧ୍ୟ ହୋଇଅଛି। ତ ଏତେ ସବୁ ପୁଣ୍ୟ କଲା ପରେ ମଧ୍ୟ ମୁଁ ଏଇ ଯମଲୋକରେ ଅଛି। ଆପଣ କୃପା ପୂର୍ବକ ତାଙ୍କୁ ସର୍ବ ପାପହରା ଇନ୍ଦିରା ବ୍ରତ ପାଳନ କରିବା ପାଇଁ କହିବେ, କାରଣ ଏହି ବ୍ରତ ଅନୁଷ୍ଠାନ ପୁଣ୍ୟ ପ୍ରଭାବରେ ମୁଁ ନିଷ୍ପାପ ହୋଇ ସ୍ୱର୍ଗ ଲୋକକୁ ଯିବା ପାଇଁ ସମର୍ଥ ହେବି। ତେଣୁ ଏଇ ଇନ୍ଦିରା ଏକାଦଶୀ ଯଦି ମୋର ପୁତ୍ର ପାଳନ କରିବେ, ତାହେଲେ ମୁଁ ସ୍ୱର୍ଗ ଯିବି। ତ ଏବେ କୋଉଠି ଅଛନ୍ତି? ଯମପୁରରେ ଅଛନ୍ତି। ଏଇ କଥା କହିବାର ଉଦ୍ଦେଶ୍ୟରେ ମୋର ଏ ସ୍ଥାନକୁ ଆଗମନ। ତ ନାରଦ ମୁନି ସେଇ ଉଦ୍ଦେଶ୍ୟ ନେଇକି ଏଇ ମହିଷ୍ମତି ରାଜରେ ରାଜପୁତ୍ର ଯିଏ ଅଛନ୍ତି ତାଙ୍କ ପାଖକୁ ଆସିଛନ୍ତି। ତ ହେ ରାଜା, ତୁମ ପିତାଙ୍କର ସ୍ୱର୍ଗ ଗମନ ନିମିତ୍ତ ତାଙ୍କର ମନୋବିଷ୍ଟ ଇନ୍ଦିରା ବ୍ରତ ପାଳନ କର। ରାଜା କହିଲେ, ସେହି ଇନ୍ଦିରାବ୍ରତର ବିଧି କଣ? କେଉଁ ତିଥି କେଉଁ ପକ୍ଷରେ ଏଇ ଏକାଦଶୀ ବ୍ରତ କରିବା କର୍ତ୍ତବ୍ୟ, ତାହା କୃପା ପୂର୍ବକ ମତେ କୁହନ୍ତୁ। ନାରଦ ଋଷି କହିଲେ, ରାଜା, ଏଇ ଇନ୍ଦିରା ଏକାଦଶୀ କଥା କହୁଛି ଶ୍ରବଣ କର। ଆଶ୍ୱିନ ମାସର କୃଷ୍ଣ ପକ୍ଷ ଦଶମୀ ଦିବସରେ
श्रद्धा पूर्वक प्रातः स्नान करिवे एवं मध्याह्न रे भक्ति भावापन्न होई अवगाहन स्नान करिवा ପାଇଁ ହେବ। रात्रि काल रे भूमि रे शयन करिवे। परदिन शुक्ल एकादशी रे प्रातः कृत्य आदि समाप्त करी निराहार करिवे। तो एकादशी दिन फास्टिंग तो एवं उपवासर नियम गुड़ी को दृढ़ भाव में पालन करिवे। हे पुंडरीकाक्ष हे अच्युत ए शरणागत प्रति कृपा करंतु। एहिपरि भावरे श्रद्धार सहित शालग्राम पूजा करी पितृ उद्देश्य रे व्रतर फल अर्पण करिपारिवे। तो समस्त निज निजर पितृपुरुष को मध्य समर्पण करिपारिवे, निज ପାଇଁ ବି ମଧ୍ୟ ପ୍ରାର୍ଥନା କରିପାରିବେ, ସମସ୍ତଙ୍କର କଲ୍ୟାଣ ପାଇଁ ମଧ୍ୟ ପ୍ରାର୍ଥନା କରିପାରିବେ। ତ ସେଇଦିନ ମଧ୍ୟ ରାତ୍ରି ଜାଗରଣ କରିବାକୁ ହେବ। ତ ସମ୍ଭାବ୍ୟ ସ୍ଥିତି ନାହିଁ, ଯଦି ସ୍ଥିତି ଅଛି ତାହେଲେ ମଧ୍ୟ ରାତିରେ ମଧ୍ୟ ଜାଗରଣ କରିକି ହରିନାମ ଗ୍ରହଣ କରିପାରିବେ। ପରଦିନ ଦ୍ୱାଦଶୀ ତିଥିରେ ପ୍ରାତଃ କାଳରେ ହବ। ପରଦିନ ଦ୍ୱାଦଶୀ ତିଥିରେ ପ୍ରାତଃ କାଳରେ ଭକ୍ତି ଦ୍ୱାରା ଭକ୍ତି ଭରା ହୃଦୟର ସହିତ ଶ୍ରୀ ଗୋବିନ୍ଦଙ୍କର ପୂଜା କରି ବ୍ରାହ୍ମଣ ଗଣଙ୍କୁ ଭୋଜନ କରାଇବେ ଏବଂ ଅବଶେଷରେ ବାକ୍ ସଂଯତ କରି ନିଜେ ମହାପ୍ରସାଦ ସେବନ କରିବେ। ଅର୍ଥାତ୍ ଦାନ ଦକ୍ଷିଣା ଇତ୍ୟାଦି ନିଶ୍ଚୟ ଦେବେ। ମନ୍ଦିର ହଉ ଆଟଲିଷ୍ଟ ସଂକଳ୍ପ ମଧ୍ୟ କରିପାରିବେ। ମୁଁ ଯେବେ ଏକାଦଶୀ ଅଛି ଆଜି ସଂକଳ୍ପ କରୁଛି कि ଯେବେ ପ୍ରଭୁଜୀ ବୃନ୍ଦାବନ ଯିବେ ସେବେ ଲକ୍ଷ୍ମୀ ଦେବୀ କିମ୍ବା ବାକ୍ ସଂଯତ ଅର୍ଥାତ୍ ମୌନ ରହିକି ଭଗବାନଙ୍କ ହରିନାମକୁ ଗ୍ରହଣ କରିକି କୃତଜ୍ଞତା ଜ୍ଞାପନ କରିକି ଆମେ ମହାପ୍ରସାଦ ସେବନ କରିପାରିବା। हे राजा विधि पूर्वक श्री हरि और भक्तगणଙ୍କ अर्चन कले तुमर पितृवर्ग जम सानिध्यରୁ मुक्ति लाभ करी शीघ्र वैकुंठ को गमन करिवे। श्री कृष्ण कहले हे युधिष्ठिर देवर्षि नारद महाराजा को यही उपदेश प्रदान करू करू प्रस्थान कले। राजा इंद्रसेन तथा जथा विधि पुत्र परिजन सह भक्तिर सहित व्रत अनुष्ठान कले। ସେହି ସମୟରେ ଦେବଲୋକରୁ ପୁଷ୍ପବୃଷ୍ଟି ହେବାକୁ ଲାଗିଲା ଏବଂ ତାଙ୍କର ପିତା ବିଷ୍ଣୁ ଲୋକକୁ ଗମନ କଲେ। ତ ପିତା ଚାହୁଁଥିଲେ ସ୍ୱର୍ଗ ଯିବା ପାଇଁ, କିନ୍ତୁ ପୁତ୍ରଙ୍କର ଯୋଉ ସୁନ୍ଦର ଭକ୍ତି ମାଧ୍ୟମରେ ଭଗବାନଙ୍କୁ ପ୍ରସନ୍ନ କରିକି ସିଧା ବୈକୁଣ୍ଠ ଗଲେ। ରାଜର୍ଷି ଇନ୍ଦ୍ରସେନ ଏହିପରି ଭାବରେ ଶ୍ରୀ ଋଷିକେଶଙ୍କର अर्चन ପୂର୍ବକ ପିତାଙ୍କୁ ପାପ ମୁକ୍ତ କରି ରାଜ୍ୟରେ ପ୍ରବେଶ କଲେ ଏବଂ କାଳକ୍ରମେ ଗୋଟିଏ ଦେବତୁଲ୍ୟ ପୁତ୍ର ଲାଭ କଲେ। हे ରାଜା ତୁମ ନିକଟରେ ଏହିପରି ଭାବରେ ଇନ୍ଦିରା ଏକାଦଶୀର ମାହାତ୍ମ୍ୟ କୀର୍ତ୍ତନ କଲି। ଏହାକୁ କେହି ପାଠ ବା ଶ୍ରବଣ କଲେ ତତ୍କ୍ଷଣାତ୍ ସର୍ବ ପାପ ମୁକ୍ତ ହେବେ। ସୌଭାଗ୍ୟବଶତଃ ସମସ୍ତଙ୍କର ପାପ ମୁକ୍ତ ହେଇଛନ୍ତି, କିନ୍ତୁ କେହି ଆଉ ପୁଣି ପାପ କରିବନି। ଚାରିଟା ନିୟମ ସୁନ୍ଦର ପାଳନ କରିକି ଭଗବାନଙ୍କର ସେବା କରିବ। ओके आमे नाम जप करिवा एबे वैष्णव प्रणाम मंत्र। वैष्णव माने वंशाकल्पतरु सदृश क्षमाशील दयार सागर एवं पतित जीवनकर उद्धारकारी दैनंदिन जीवन रे ज्ञात वा अज्ञात रे यदि कोनोसी साधु गुरु वैष्णव के निकट अपराध होता है ताले प्रातः मुहूर्त रे सेमानक चरण कमल रे क्षमा प्रार्थना मागिनेवा उचित। वंशाकल्पतरुर्वैश्य कृपा सिन्धुमेव च पतितानं पावनेभ्यो वैष्णवेभ्यो नमो नमः। अनंत कोटि वैष्णव भक्त वृंद की जय। नामाचार्य श्री हरिदास ठाकुर की जय। इंदिरा एकादशी महामहोत्सव की जय। संवेद गौर भक्त वृंद की जय। हरे कृष्णा।